ମିଳୁନି ହାତୀର ମୃତ ଶରୀର। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳରେ ଗତ କିଛି ଦିନ ହେବ ଏକ ହାତୀର ମୃତ୍ୟୁ ହୋଇଥିଲା। ମାରିଥିବା ହାତୀର ମୃତ ଶରୀରକୁ ପ୍ରଥମେ ବେଲଘର ଜଙ୍ଗଲରେ ପୋତିଥିଲେ, କିନ୍ତୁ କଥା ଧୀରେ ଧୀରେ ପ୍ରଘଟ ହେବା ପରେ ପୋତିଥିବା ହାତୀକୁ ଅନ୍ୟତ୍ର ମର ଶରୀରକୁ ନେଇ ଲୁଚାଇ ଦେଇଛନ୍ତି, ଯାହାକି ବର୍ତ୍ତମାନ ସୁଦ୍ଧା ହାତୀର ମର ଶରୀର ମିଳିପାରି ନାହିଁ। ଏହାକୁ ନେଇ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ହାତୀ ମରିବା ଖବର ସତ ଅଟେ। କିଛି ଦିନ ତଳେ ହାତୀଟି ମରିଛି। ହାତୀକୁ ପୋତା ଯାଇଥିବା ସ୍ଥାନକୁ ଯାଇ ଦେଖି ଆସିଛି। କିଛି ନମୁନା ଆଣିଛୁ, କିନ୍ତୁ ପୋତା ଯାଇଥିବା ସ୍ଥାନରୁ ହାତୀକୁ ବାହାର କରି ଅନ୍ୟତ୍ର ଲୁଚା ଯାଇ ହାତୀର ଶରୀର ମିଳିପାରି ନାହିଁ। ବର୍ତ୍ତମାନ ତଦନ୍ତ ଚାଲିଛି। ତଦନ୍ତ ସରିବା ପରେ ସବୁ ବିଷୟରେ ସୂଚନା ଦିଆଯିବ ବୋଲି ପୋଲିସ କହିଛି। ହାତୀଟିର ହତ୍ୟା ହୋଇଛି ନା ତାର ମୃତ୍ୟୁ ହୋଇଛି ତାକୁ ନେଇ ଜନସାଧାରଣ ମଧ୍ୟ ଆଲୋଚନା ହେଉଛି। ହାତୀ ମରିବା କଥା ଏଟା ସତ। ଆମେ ଆପଣଙ୍କୁ ଡିଟେଲ୍ସ ବାବଦରେ କହିବୁ। ଘଟଣା ଟିକେ ପୁରୁଣା ହେଇଗଲାଣି, ତ ଡେରି ଜଣା ପଡ଼ିଲା। ମୁଁ ଧନ୍ୟବାଦ ଦେବି ମିଡ଼ିଆକୁ, ସେମାନେ କଥାଟା ଆଣିଲେ। ତ ମୁଁ ତାପରେ ଗୋଟେ ଇନକ୍ୱାରି କରୁଛି, ଡିଟେଲ୍ସ ଆପଣ ଜଣାଇବୁ। ଆମେ ଟିକେ ଇନକ୍ୱାରି ଫେଜ୍ରେ ଟିକେ କୋଅପରେଟ୍ କରନ୍ତୁ। ଡିଟେଲ୍ସ ଆମେ ଦେବୁନି, ଆପଣ ମୁଁ ପରେ କହିବି। ଏବେ ହିଁ ଇନକ୍ୱାରି କରୁଛି। ମୁଁ କାଲି ରାତିରେ ଫେରିଛି ସିଆଡ଼ୁ, ଟିକେ ଟାଇମ୍ ଲାଗିବ ତାପରେ କରିବା ପାଇଁ, କିନ୍ତୁ ଘଟଣା ସତ ଅଛି, ସେଥିରେ କିଛି ସନ୍ଦେହ ନାହିଁ। ଇନକ୍ୱାରି ଫେଜ୍ରେ ଶୁଣନ୍ତୁ, କିଛି କଥା କହିବାଟା ଠିକ୍ ହେବନି। ମୁଁ ଯାହା ବି ଆପଣଙ୍କୁ କହିବି କନକ୍ଲୁସିଭ୍ ରିପୋର୍ଟ ଗୁଡ଼ା କହିବାଟା ଠିକ୍ ହେବ। ହାତୀ ଯେଉଁ ଘଟଣା ଶୁଣିଛନ୍ତି ସେଟା ସତ, ଏଇଟା ରିମୋଟ୍ ନୁହେଁ। ହାତୀ ମୃତ୍ୟୁ ବୋଲି ସ୍ପଷ୍ଟୀକରଣ କଲେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ। ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ବେଲଘର ବନାଞ୍ଚଳରେ ଏକ ହାତୀ ମୃତ୍ୟୁ ହୋଇଥିଲା। ହାତୀର ମୃତ୍ୟୁ ଶରୀରକୁ ବନାଞ୍ଚଳ ଅଧିକାରୀମାନେ ମିଳିତ ଭାବେ ଉଦ୍ୟମ କରି କେଉଁଆଡ଼େ ପୋତି ଦେଇଥିଲେ। ଘଟଣା ଯେତେବେଳେ ପ୍ରଘଟ ହୋଇଥିଲା, ବନଖଣ୍ଡ ଅଧିକାରୀ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଉକ୍ତ ସ୍ଥାନ ଅନୁଧ୍ୟାନ କରି ସ୍ଥିତି ପରଖିଥିଲେ ଏବଂ ସେଠାରୁ କିଛି ନମୁନା ଗ୍ରହଣ କରିଥିଲେ। ନମୁନାରେ ସ୍ୱୀକାର କରିଛନ୍ତି ଯେ ହାତୀଟି ମୃତ୍ୟୁବରଣ କରିଛି, କିନ୍ତୁ ବର୍ତ୍ତମାନ ଉକ୍ତ ବେଲଘର ବନାଞ୍ଚଳରେ ହାତୀର ମୃତଦେହ ଗାୟବ ହୋଇଯାଇଛି। କହିବାକୁ ଗଲେ ହାତୀକୁ ପୋତି ଦେଇଥିବା ବେଳେ ବର୍ତ୍ତମାନ ଘଟଣା ସମ୍ପର୍କରେ ଆଲୋଚନା ହେବା ପରେ ହାତୀର ଶବ ମିଳିପାରୁନାହିଁ। କେଉଁଆଡ଼େ ହାତୀଟିକୁ ପୋତା ଯାଇଛି ଏବଂ କେଉଁ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସନ୍ଦେହ ଘେରରେ ଅଛି। ବର୍ତ୍ତମାନ ଆମେ ପ୍ରତିକ୍ରିୟା ନେଉଥିଲୁ ବାଲିଗୁଡ଼ା ବନଖଣ୍ଡ ଅଧିକାରୀଙ୍କୁ। ସେ ମତ ପ୍ରକାଶ କରିଛନ୍ତି, ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ହାତୀର ମୃତ୍ୟୁ କିଭଳି ହେଲା ଏବଂ ହାତୀ କେଉଁ ସମୟରେ ମୃତ୍ୟୁ ଘଟିଛି, ହାତୀ ଛୋଟ ନା ବଡ଼, ତାହା ମଧ୍ୟ ଠିକ୍ ଭାବେ କିଛି ସମୟ ମଧ୍ୟରେ କିମ୍ବା ତଦନ୍ତ ସରିବା ପରେ ଏହା ସ୍ପଷ୍ଟୀକରଣ ଦିଆଯିବ ବୋଲି ସୂଚନା ଦେଇଛନ୍ତି। ବାଲିଗୁଡ଼ା ବନଖଣ୍ଡ କାର୍ଯ୍ୟାଳୟରୁ ସାମୁଏଲ ପ୍ରଧାନ, ପ୍ରତିଦିନ ଟିଭି। नमस्कार। भुवनेश्वर रे आरंभ हो जाइछि फर्निचर इंटीरियर आउ लाइफस्टाइल एक्सपो 2026। 16 रु 26 जनवरी पर्यंत क्लब टाउन ग्राउंड डमणा स्क्वायर थारे दिन 2टा रु राति 10टा पर्यंत आसंतु नेशनल एंड इंटरनेशनल प्रोडक्ट्स को एक्सपीरियंस करंतु। ऑर्गेनाइज्ड बाय गुप्ता इवेंट।